ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜଲ ଆସିଛି ନୂଆ ହେଇ ସଜବାଜ। ତେବେ ଆଜି ହଉଛି ପହିଲି ରଜ। ଗାଁଠୁ ସହର ସବୁଠି ରଜର ମହକ। ବିଭିନ୍ନ ସ୍ଥାନରେ ଏହାକୁ ଖୁବ ଧୁମଧାମରେ ପାଳନ କରାଯାଉଛି। ନାଚ ଗୀତ ସାଙ୍ଗକୁ ଖେଳକୁଦରେ ସମସ୍ତଙ୍କର ଏଠିରେ ମନ। ଏବଂ ଏହାର ଗୋଟେ ବଡ ପରମ୍ପରା ହଉଛି ଯେ ଗାଁ ଗାଁରେ ଯୋଉ ରଜ ଦୋଳି। ଏହା ସହିତ ରଜ ପର୍ବର ଆଉ ଏକ ମୁଖ୍ୟ ଆକର୍ଷଣ ହଉଛି ରଜ ପାନ ବା ରଜରେ ମିଠା ପାନ। ଏ ପାନର ଚାହିଦା ମଧ୍ୟ ଖୁବ ଅଧିକ। ଲୋକମାନେ ଅତି ଆଗ୍ରହର ସହିତ ଏ ଯୋଉ ପାନ ଦୋକାନକୁ ଆସିଥାନ୍ତି ଏବଂ ରଜ ପାନର ମଜା ନେଇଥାନ୍ତି। ବାରିପଦା ସହରରେ ଗୋଟେ ଏଟେ ଏ ହଉଛି ପପୁ ଭାଇ ପାନ ଦୋକାନ। ଦେଖିପାରୁଥିବେ କିଭଳି ଭାବରେ ଏଠାରେ ଭିଡ ଲାଗିଛି। ଏଠାରେ ବିଭିନ୍ନ ପ୍ରକାରର ପାନ ମିଳିଥାଏ, ବିଶେଷ କରିକି ଫାୟାର ପାନ ଏଠାରେ ଡିମାଣ୍ଡ ବହୁତ ଅଧିକା। ଲୋକମାନେ ଯେଭଳି ଭାବରେ ଫାୟାର ପାନର ମଜା ନେଉଛନ୍ତି, ଦେଖିପାରୁଥିବେ କିଭଳି ଭାବରେ ଏଠି ହଜାର ହଜାର ପାନ ଏଠାରେ ତିଆରି କରାଯାଉଛି ଏବଂ ଲୋକମାନେ ମଧ୍ୟ ଖୁବ ଆଗ୍ରହର ସହିତ ଖାଉଛନ୍ତି। ବିଶେଷ କରିକି ଦେଖିପାରୁଥିବେ କିଭଳି ଭାବରେ ଫାୟାର ପାନରେ ନିଆଁ ସଂଯୋଗ କରିକି କିଭଳି ଭାବରେ ସିଧାସଳଖ ଖିଆ ଯାଉଛି। ଇଏ ଗୋଟେ କୋଉଠି ନା କୋଉଠି ଗୋଟେ ନିଆରା ପରମ୍ପରା ରଜରେ ଆମେ ନିଶ୍ଚିତ ଭାବରେ କହିପାରିବା। ତେବେ ଆମେ ସିଧାସଳଖ ଆଲୋଚନା କରିବା ଏଇ ଯୋଉ ଭାଇମାନେ ଏଠାରେ ଯୋଉ ପାନ ଖାଉଛନ୍ତି ବା ଏ ଯୋଉ ପାନର ଏଠାରେ ଆସର ଲାଗିଛି। ଦେଖିପାରୁଥିବେ କିଭଳି ଭାବରେ ପାନ ଏଠାରେ ବିକ୍ରି ହଉଛି। ଲୋକମାନେ ଆସୁଛନ୍ତି, ପାନର ଗୋଟେ ନୂଆ ମଜା ନେଉଛନ୍ତି କେବଳ ରଜରେ। ଭାଇ କଣ କହିବେ, ଏଇ ଯୋଉ ଆପଣ ପାନ ଖାଉଛନ୍ତି, ଫାୟାର ପାନ ଖାଇଲେ କେମିତିଆ ଲାଗିଲା ଏଇ ପାନ? ବଢିଆ ପାନ, ବହୁତ ବଢିଆ ଲାଗିଲା। ଫାୟାର ପାନ ପାଇଁ ଆମେ ଉଦଳାରୁ ଆସିଛୁ ଏଠି ଖାଇବା ପାଇଁ। ରଜ ପାଇଁ ଆମେ ଜାଣିଛୁ ବାରିପଦାର ଗୋଟେ ବଡ ଦୋକାନ ପପୁ ଭାଇ ପାନ ଦୋକାନ। ଆମେ ଉଦଳାରୁ ଆସିଛୁ ଏଠି ଖାଇବା ପାଇଁ। ଏଇ ଯୋଉ ପାନ ଖାଇଲେ ନିଆଁ ଲଗେଇଦେଲେ, ହଠାତ୍ ପାଟିରେ ପୁରେଇ ଦେଲେ କିନ୍ତୁ ଭୟ ଲାଗିଲାନି? ନା ନା, ସେମିତି କିଛି ଲାଗିଲାନି। ଖାଇ ଅଭ୍ୟାସ ହେଇଛି ନା ପାନ, ସେଥିପାଇଁ ଆମେ ଭଲ ଲାଗିଲା। ଆଉ ଆଗରୁ ମଧ୍ୟ ଖାଇଛନ୍ତି ଆପଣ ଫାୟାର ପାନ? ଆଗରୁ ବହୁତ ଖାଇଛୁ ଆମେ ପାନ। ନିଶ୍ଚିତ ଭାବରେ ଦେଖନ୍ତୁ କିଭଳି ଭାବରେ ଫାୟାର ପାନ ଖାଉଛନ୍ତି ଏବଂ ଆଉ କିଛି ଲୋକ ଭାଇ ମାନେ ଅପେକ୍ଷା ମଧ୍ୟ କରୁଛନ୍ତି ଫାୟାର ପାନ ଖାଇବା ପାଇଁ। କଣ କହିବେ, ଏଇ ଯୋଉ ଆଜି ଆସିଛନ୍ତି ପାନ ଖାଇବା ପାଇଁ, ଆପଣ ମାନେ ଅପେକ୍ଷା କରୁଛନ୍ତି? ପାନ ଏଠି ଭଲ ପାନ ତ ମିଳେ, ସେଇ ପାଇଁ ଆସିଛୁ ଫାୟାର ପାନ ଖାଇବାକୁ। ଆଉ ଏଇ ଯୋଉ ରଜ, ବର୍ତ୍ତମାନ ରଜ ପର୍ବରେ ଗୋଟେ ପାନର ଗୋଟେ ବଡ ଭୂମିକା ମଧ୍ୟ ରହିଛି। ମାନେ ପରମ୍ପରା ଅନୁସାରେ ସମସ୍ତେ ପାନ ଖାଇକି ରଜ ମନାନ୍ତି। ପାନ ତ ନିହାତି ଖାଇବା କଥା। ମିଠା ପାନ ବହୁତ ଭଲ ମିଳେ ତ ଏଇଠି ପପୁ ଭାଇ ଦୋକାନରେ, ତେଣୁକରି ସମସ୍ତେ ଆସୁଛନ୍ତି ଆଉ ପାନ ଖାଇବା। ନିଶ୍ଚିତ ଭାବରେ ସମସ୍ତେ ଆସିକି ପାନର ଗୋଟେ ନୂଆ ନିଆରା ମଜା ଏଠାରେ ନେଉଛନ୍ତି। ଆମ ସହିତ ଆଉ ଜଣେ ସାର୍ ମଧ୍ୟ ଅଛନ୍ତି। ସାର୍ କଣ କହିବେ, ଆଜି ହଉଛି ପହିଲି ରଜ, ଆପଣ ମାନେ ଆସୁଛନ୍ତି ଗୋଟେ ରଜ ପର୍ବରେ ଗୋଟେ ପାନ ଖାଇବାର ଗୋଟେ ମଜା ନେଉଛନ୍ତି ଆପଣ ମାନେ। ହଁ, ଏ ପରମ୍ପରାରେ ପାନ ସହିତ ଝିଅ ମାନେ ଯେ ଦୋଳିରେ ବସିକି ପାନ ଚୋବେଇ ଖାଇ ପାଇକି ବିଭିନ୍ନ ପ୍ରକାର ରଜ ଗୀତ ଗାଉଛନ୍ତି। ଏଇ ହେଉଛି ବର୍ଷର ସର୍ବଶ୍ରେଷ୍ଠ ସମୟ, ମାତା ଧରିତ୍ରୀର ପୂଜା ଅର୍ଚ୍ଚନାର ସମୟ। ତେଣୁ ଏ ପରମ୍ପରା ବହୁ ଆବାହନ କାଳରୁ ଚାଲି ରହିଛି ଏବଂ ଚାଲୁ ରହିବ। ତେଣୁ ଏଇ ଯୋଉ ପପୁ ଭାଇର ପାନ ଦୋକାନ ଏଠି ସ୍ପେଶାଲ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟର ସମସ୍ତେ ଜାଣିଛନ୍ତି। ତେଣୁ ଏ ପାନ ବହୁତ ନିଆରା ପାନ। ଏ ପାନକୁ ଖାଇକି ରଜ ସହିତ ମଉଜ କରୁଛନ୍ତି ମା ଭାଇ ଭଉଣୀ ସମସ୍ତେ। ତେଣୁ ମୁଁ ଏତିକି କହୁଛି। ନିଶ୍ଚିତ ଭାବରେ ଦେଖିପାରୁଥିବେ ସମସ୍ତଙ୍କ ମନରେ ଗୋଟେ ଖୁସି ରହିଛି, ଯେହେତୁ ରଜ ପାନ ଗୋଟେ ଖାଇବାର ଗୋଟେ ନିଆରା ମଜା ରହିଛି। ସମସ୍ତେ ଏ ମଜା ନେଉଛନ୍ତି। ଆମେ ସିଧାସଳଖ ଯୋଉ ପାନ ଦୋକାନୀ ଅଛନ୍ତି ଆମେ ତାଙ୍କ ସହିତ ମଧ୍ୟ ଆଲୋଚନା କରିବା, ତାଙ୍କ ପାଖରେ କେତେ ପ୍ରକାରର ପାନ ମିଳୁଛି ଏବଂ ଏଇ ଯୋଉ ପାନ ସବୁ ବିକ୍ରି ହଉଛି କୋଉ କୋଉ ଭେରାଇଟିର ପାନ ସେମାନଙ୍କ ପାଖରେ ମିଳୁଛି ଏବଂ କାହାର ଅଧିକ ସବୁଠାରୁ ଚାହିଦା ରହୁଛି, କଣ କହିବେ? ଆମର ତ ଏଠି ବନାରସୀ ମିଠା ପାନଟା ବହୁତ ଫେମସ। ବନାରସୀ ମିଠା ପାନଟା ଆମର ତ ବର୍ଷ ସାରା ଚାଲେ। ଆଉ ଏବେ ରଜ ସ୍ପେଶାଲ ମିଠା ପାନ ଗୋଟେ ବନଉଛୁ, ଦେଇ ହଉନି, ପୁରା ରଖିବି ପାରୁନି। ଭାଇ ମାନେ ଠିଆ ହେଇଛନ୍ତି, ଦେଇନେ ଆମେ। ଆଉ ଆମ ପାଖରେ ବହୁତ ଭେରାଇଟିର ପାନ ରହୁଛି। ଦିଲଖୁସ ପାନ ରହୁଛି, ଫାୟାର ପାନ ରହୁଛି, ଚକୋଲେଟ ପାନ ରହୁଛି। ଏଇଟା ଆମର ବର୍ଷ ସାରା ହିଁ ଥାଏ। ଆଉ ରଜ ବେଳେ ଗୋଟେ ସ୍ପେଶାଲ ଆମେ ବାହାରେ ବାହାରିକା ଗୋଟେ କରୁ, ରଜ ସ୍ପେଶାଲ ପାନ କିଛି ଥାଏ, ଆଉ ଭେରାଇଟି ପାନ ଥାଏ। ଆଉ ଫାୟାର ପାନର କଣ, ଫାୟାର ପାନ କଣ, ଏ ଫାୟାର ପାନ କେମିତିଆ କଣ ତିଆରି ହଉଛି, କଣ କଣ ସବୁ ଦିଆଯାଉଛି ଏବଂ ୟାର ଡିମାଣ୍ଡ କେମିତିକା? ଫାୟାର ପାନ ହଉଛି ଗୋଟେ ବ୍ରାଣ୍ଡ। ଫାୟାର ପାନ ଉପରେ ନଡିଆ ପଡିକି ତା ଉପରେ ଲବଙ୍ଗର ସ୍ପ୍ରେ ହେଇକି ଦିଆହଉଛି। ଲୋକମାନେ ଖାଇକି ବହୁତ ଖୁସି। ଫାୟାର ପାନର ଚାହିଦା ବହୁତ ଅଧିକା। ରଜ ପାଇଁ ପାନ ଅଧୁରା। ପାନ ସବୁ ବିକ୍ରି ହଉଛି କେତେ ଟଙ୍କାରୁ କେତେ ଟଙ୍କା ପର୍ଯ୍ୟନ୍ତ ପାନ ଅଛି? ପାନ ଆମ ପାଖରେ 10 ଟଙ୍କାରୁ 300 ଟଙ୍କା ପର୍ଯ୍ୟନ୍ତ ଅଛି। କଷ୍ଟମର ଖାଇକି ବହୁତ ଖୁସି ଅଛନ୍ତି। ବହୁତ ଭଲ। ରଜ ପର୍ବରେ ଆଜି ରଜ ଦୋଳି, ପୋଡପିଠା, ତା ସାଙ୍ଗକୁ ପାନ, ବହୁତ ଖୁସିର ମୁହୂର୍ତ୍ତ। ଚଳିତ ବର୍ଷ ରଜରେ ସବୁଠାରୁ ବେଶୀ ଡିମାଣ୍ଡ କୋଉ ପାନର? ସବୁଠୁ ଡିମାଣ୍ଡ ଏ ବର୍ଷ ରହିଛି ବନାରସୀ ମିଠା ପାନ। ରଜ ସ୍ପେଶାଲ ବନାରସୀ ମିଠା ପାନ। ସେ ପାନ କଣ? ସେ ପାନର ଚାହିଦା ଟିକେ ଅଲଗା। ତା ଭିତରେ ରହୁଛି 4-5 ରକମ ମସଲା ରହୁଛି। ତା ସାଙ୍ଗେ ରହୁଛି କ୍ୟାଡବରି ମସଲା, ଚକୋଲେଟ ମସଲା, ବହୁତ ଭେରାଇଟି ମସଲା। ତା ଉପରେ ନଡିଆ ରହିକି ସ୍ପେଶାଲ ହଉଛି ପୁରା ରଜ ସ୍ପେଶାଲ ପାନ।
ନିଶ୍ଚିତ ଭାବରେ ଦେଖନ୍ତୁ ଆମେ ଯୋଭଳି ଭାବରେ ଆଲୋଚନା କରୁଥିଲେ ରଜ ସ୍ପେଶାଲ ପାନ ଏଠାରେ ଯୋଉ ଡିମାଣ୍ଡ ରହିଛି ଦେଖିପାରୁଥିବେ କିଭଳି ଭାବରେ ଲୋକମାନଙ୍କର ଭିଡ଼ ଲାଗୁଛି ରଜ ପାନ ପାଇଁ ମିଠା ପାନ କିଭଳି ଭାବରେ ଖାଇବେ ଏବଂ ସମସ୍ତେ ନିଜେ ଖାଇବା ସହିତ ଘରକୁ ମଧ୍ୟ ପ୍ୟାକିଂ କରିବା ପାର୍ସଲ କରିକି ନେଇ ଯାଉଛନ୍ତି ତେଣୁ ନିଶ୍ଚିତ ଭାବରେ ଇଏ ରଜରେ ଇଏ ପାନର ଗୋଟେ ଗୋଟେ ବଡ଼ ଚାହିଦା ରହୁଛି ଏବଂ ତାର ବିଶେଷତ୍ୱ ମଧ୍ୟ ଅନେକ ରହିଛି। ବାରିପଦାର ଦୋଳ ଗୋବିନ୍ଦ ବାରିକ, କନକ ନ୍ୟୁଜ।